ସଦା କୈଳାସ ପର୍ବତରେ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ପାଖକୁ ଦେବର୍ଷି ନାରଦ ଏକ ଅତି ସ୍ୱାଦିଷ୍ଟ ଓ ଦେବଦୁର୍ଲଭ ଫଳ ନେଇ ଆସିଲେ। ସେହି ଫଳଟି ସାଧାରଣ ନଥିଲା, ତାହା ଥିଲା ଜ୍ଞାନଫଳ। ନାରଦ କହିଲେ ଯେ ଯିଏ ଏହି ଫଳଟିକୁ ଖାଇବ ସେ ସମଗ୍ର ବିଶ୍ୱରେ ସବୁଠାରୁ ଜ୍ଞାନୀ ଏବଂ ବୁଦ୍ଧିମାନ ଭାବେ ପରିଗଣିତ ହେବ। ଶିବ ଏବଂ ପାର୍ବତୀ ଚାହୁଁଥିଲେ ସେହି ଫଳଟି ନିଜ ପୁଅଙ୍କୁ ଦେବାପାଇଁ, କିନ୍ତୁ ସେଠାରେ ଗଣେଶ ଏବଂ କାର୍ତ୍ତିକେୟ ଦୁଇଜଣଯାକ ଉପସ୍ଥିତ ଥିଲେ। ଫଳଟିକୁ ଭାଗ କରାଯାଇ ପାରିବ ନାହିଁ ବୋଲି ନାରଦ ସର୍ତ୍ତ ରଖିଥିଲେ, ତେଣୁ ଦୁଇ ଭାଇଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ରଖାଗଲା। ଭଗବାନ ଶିବ କହିଲେ, ତୁମ ଦୁହିଁଙ୍କ ମଧ୍ୟରୁ ଯିଏ ନିଜ ନିଜ ବାହନରେ ବସି ସମଗ୍ର ବ୍ରହ୍ମାଣ୍ଡକୁ 3 ଥର ପ୍ରଦକ୍ଷିଣ କରି ସର୍ବପ୍ରଥମେ କୈଳାସକୁ ଫେରିବ, ସେ ହିଁ ଏହି ଜ୍ଞାନଫଳ ପାଇବାର ଯୋଗ୍ୟ ବିବେଚିତ ହେବ। ଶିବଙ୍କ କଥା ଶୁଣିବା ମାତ୍ରେ କାର୍ତ୍ତିକେୟ ନିଜ ବାହନ ମୟୂର ଉପରେ ବସି ବେଗରେ ଆକାଶ ମାର୍ଗରେ ବ୍ରହ୍ମାଣ୍ଡ ପରିକ୍ରମା ପାଇଁ ବାହାରି ପଡ଼ିଲେ। ସେ ଜାଣିଥିଲେ ଯେ ସେ ବହୁତ ଶୀଘ୍ର ଏହି କାମଟି କରିପାରିବେ। ଅନ୍ୟପଟେ ଗଣେଶ ଶାନ୍ତ ଭାବରେ ସେଇଠି ଠିଆ ହୋଇ ରହିଲେ। ସେ ଚିନ୍ତା କଲେ, ତାଙ୍କ ଶରୀର ଭାରୀ ଏବଂ ତାଙ୍କ ବାହନ ହେଉଛି ଏକ କ୍ଷୁଦ୍ର ମୂଷିକ। ମୂଷା ଉପରେ ଚଢ଼ି ସମଗ୍ର ବ୍ରହ୍ମାଣ୍ଡ ବୁଲି କାର୍ତ୍ତିକେୟଙ୍କୁ ପଛରେ ପକାଇବା ଅସମ୍ଭବ। ସେ କିଛି ସମୟ ଗଭୀର ଚିନ୍ତା କଲେ ଏବଂ ଶାସ୍ତ୍ରର ଏକ ଗୂଢ଼ ରହସ୍ୟକୁ ମନେ ପକାଇଲେ। ଗଣେଶ ନିଜ ମାତା ପାର୍ବତୀ ଏବଂ ପିତା ଶିବଙ୍କୁ ଗୋଟିଏ ଆସନରେ ବସିବାକୁ ଅନୁରୋଧ କଲେ। ସେମାନେ ବସିବା ପରେ ଗଣେଶ ବହୁତ ଶ୍ରଦ୍ଧାର ସହ ସେମାନଙ୍କ ଚାରିପାଖରେ 3 ଥର ବୁଲି ପରିକ୍ରମା କଲେ ଏବଂ ଶେଷରେ ସେମାନଙ୍କ ପାଦତଳେ ପ୍ରଣାମ କଲେ। ଶିବ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, ପୁତ୍ର, ତୁମେ ବ୍ରହ୍ମାଣ୍ଡ ପରିକ୍ରମା ନ କରି ଆମ ଚାରିପାଖରେ କାହିଁକି ବୁଲିଲ? ଗଣେଶ ଅତି ନମ୍ରତାର ସହ ଉତ୍ତର ଦେଲେ, ହେ ପରମପିତା ଏବଂ ଜଗଜ୍ଜନନୀ ମାତା, ଶାସ୍ତ୍ର ଅନୁସାରେ ସନ୍ତାନ ପାଇଁ ତାଙ୍କର ମାତାପିତା ହିଁ ସମଗ୍ର ବ୍ରହ୍ମାଣ୍ଡ। ଯିଏ ନିଜ ମାତାପିତାଙ୍କର ସେବା ଓ ପ୍ରଦକ୍ଷିଣ କରେ ସେ ସମଗ୍ର ସୃଷ୍ଟି ବୁଲିବାର ପୁଣ୍ୟ ଲାଭ କରେ। ତେଣୁ ଆପଣଙ୍କୁ ପ୍ରଦକ୍ଷିଣ କରି ମୁଁ ମୋର ବ୍ରହ୍ମାଣ୍ଡ ପରିକ୍ରମା ସମ୍ପୂର୍ଣ୍ଣ କରିଛି। ଗଣେଶଙ୍କ ଏହି ଯୁକ୍ତିଯୁକ୍ତ ଏବଂ ଭକ୍ତିପୂତ କଥା ଶୁଣି ଶିବ ଓ ପାର୍ବତୀ ଅତ୍ୟନ୍ତ ପ୍ରସନ୍ନ ହେଲେ। ସେମାନେ ଗଣେଶଙ୍କୁ ବିଜୟୀ ଘୋଷଣା କଲେ ଏବଂ ସେହି ଜ୍ଞାନଫଳଟିକୁ ଗଣେଶଙ୍କୁ ପ୍ରଦାନ କଲେ। ପରେ ଯେତେବେଳେ କାର୍ତ୍ତିକେୟ କଷ୍ଟ କରି ବ୍ରହ୍ମାଣ୍ଡ ବୁଲି ଫେରିଲେ, ସେ ମଧ୍ୟ ଭାଇଙ୍କର ଏହି ଗଭୀର ଜ୍ଞାନ ଆଗରେ ନତମସ୍ତକ ହୋଇଗଲେ। ଏହି କାହାଣୀରୁ ଆମେ କ'ଣ ଶିଖିଲେ ନା, ପିତାମାତା ହେଉଛନ୍ତି ପରମ ପୂଜନୀୟ ଏବଂ ସମଗ୍ର ବିଶ୍ୱ ସହିତ ସମାନ। ସେମାନଙ୍କ ସେବା ହିଁ ସବୁଠାରୁ ବଡ଼ ତପସ୍ୟା। କେବଳ କଠିନ ପରିଶ୍ରମ ନୁହେଁ, ସଠିକ୍ ସମୟରେ ସଠିକ୍ ବୁଦ୍ଧି ବ୍ୟବହାର କଲେ ଅସମ୍ଭବ କାର୍ଯ୍ୟ ମଧ୍ୟ ସମ୍ଭବ ହୋଇଥାଏ। ସଂସ୍କାର ଏବଂ ଶାସ୍ତ୍ର ଜ୍ଞାନ ମଣିଷକୁ ବିଚକ୍ଷଣ କରିଥାଏ। ଏହିଭଳି ଅନେକ ପୁରାଣ କାହାଣୀ ଏବଂ ଜ୍ଞାନବର୍ଦ୍ଧକ ତଥ୍ୟ ପାଇଁ ଆମ ଚ୍ୟାନେଲ ବେଦାନ୍ତ ଓଡ଼ିଆକୁ ସବସ୍କ୍ରାଇବ୍ କରନ୍ତୁ, ଯାହାଫଳରେ ସମସ୍ତ ଭିଡ଼ିଓ ଆପଣଙ୍କ ପାଖରେ ଶୀଘ୍ର ପହଞ୍ଚିବ। ନମସ୍କାର।